8ରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଆସନ୍ତା ଫେବୃଆରୀ 8 ତାରିଖରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଯେଉଁମାନଙ୍କ ପାଖକୁ ବ୍ୟାଙ୍କରୁ ଫୋନ୍ କଲ୍ ଯିବ ସେମାନେ 3ରୁ 4 ତାରିଖ ବ୍ୟାଙ୍କକୁ ଯାଇ ନିଜର KYC ଅପଡେଟ୍ କରିଥିଲେ ସେମାନଙ୍କୁ ବି ସୁଭଦ୍ରା ଟଙ୍କା ଦିଆଯିବ। ଯଦି 4ରୁ 3ରେ NPCI କ୍ଲିୟର ହୋଇଥିବ ତେବେ ସୁଭଦ୍ରା ଯୋଜନାରେ 1 କୋଟି ହିତାଧିକାରୀଙ୍କୁ ସାମିଲ ହେବେ। ଏପର୍ଯ୍ୟନ୍ତ 80 ଲକ୍ଷ ମହିଳାଙ୍କ ଟଙ୍କା ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯାଇସାରିଥିବା ବେଳେ 8 ମାର୍ଚ୍ଚ ତାରିଖ ସୁଦ୍ଧା ଯେତେ ସଂଖ୍ୟକ ମହିଳାଙ୍କୁ ସମ୍ଭବ ଦିଆଯିବ। ସେହିପରି ମାର୍ଚ୍ଚ 8 ତାରିଖରେ ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ସୂଚନା ଅନୁସାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ ଆବେଦନକାରୀମାନେ ଅପେକ୍ଷାରେ ଅଛନ୍ତି। ଯାଜପୁରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ସରକାର ପ୍ରଦାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେବା ସହ ଏହା ପୂର୍ବରୁ NPCI ସମସ୍ୟା ଥିବା ହିତାଧିକାରୀଙ୍କୁ ବ୍ୟାଙ୍କ ଯାଇ କ୍ଲିୟର କରିବାକୁ ପରାମର୍ଶ ଦେଇଛନ୍ତି। ଏବେ ବି 2.5 ବର୍ଷ ହିତାଧିକାରୀଙ୍କ NPCI ସମସ୍ୟା ରହିଥିବା ବେଳେ 1 ଲକ୍ଷରୁ ଅଧିକ ଟଙ୍କାର KYC ସମସ୍ୟା ରହିଛି। 8 ତାରିଖ ପୂର୍ବରୁ ଏହାର ସମାଧାନ କଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରାରେ ସେମାନେ ସାମିଲ ହୋଇପାରିବେ। ଚତୁର୍ଥ ପର୍ଯ୍ୟାୟ ପରେ ମଧ୍ୟ ଯୋଗ୍ୟ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।